ଏଇ ସମୟରେ ଆମେ ବି ଏମିତି ଆସିଛୁ ଜଗନ୍ନାଥ ଜି ଦର୍ଶନ ପାଇଁ। ଆଉ ଏଠୁ ମୁଁ କିଛି ସ୍ୱଳ୍ପ କିଛି କଥା ଜୁମ୍ ମାଧ୍ୟମରେ କହିଥିଲି। ଆମେ ଆସିବାର ଅଭିପ୍ରାୟ ହଉଛି ଯେ ଆମେ ଦର୍ଶନ ତ ହେଇଛି, ତା ସାଙ୍ଗରେ ଆମେ କିଛି ପ୍ରସାଦ ନେଇକି ଯିବୁ ଶ୍ରୀଧାମ ମାୟାପୁରକୁ ଗୁରୁ ମହାରାଜକୁ ଦେବା ପାଇଁ। ଆଉ ତା ସାଙ୍ଗେ ସାଙ୍ଗେ ଗୁରୁ ମହାରାଜକୁ ଇନଭାଇଟ୍ କରିବୁ ଏଠି କେମିତି ଜଲ୍ଦି ଭୁବନେଶ୍ୱର ଯଦି ଆସିବେ ଓଡ଼ିଶା ଫର୍ 2 days 3 days ପ୍ରୋଗ୍ରାମ ପାଇଁ। ସେଇଟା ହଉଛି ଆମର ପ୍ରକୃତରେ ଉଦ୍ଦେଶ୍ୟ ଆମର ସେଇଟା ଆଜି ଶ୍ରୀ ଜଗନ୍ନାଥ ଧାମ ପୁରୀ ଆସିବା। ତ ସେ ଯାହା ବି ହଉ ମତେ ରାଧେଶ ପ୍ରଭୁ କହୁଛନ୍ତି କିଛି ଦି ଶବ୍ଦ କହିବା ପାଇଁ ହରିନାମର ମାହାତ୍ମ୍ୟ ଉପରେ, ହରିନାମର ମହିମା ଉପରେ। ଯଦିଓ ଏଇଟା ଗୋଟେ ବହୁତ ଡିଫିକଲ୍ଟ ଟପିକ, ହରିନାମର ଗୁଣଗାନ କରିବା, ହରିନାମର ମହିମା ଉପରେ ଚର୍ଚ୍ଚା କରିବା, କାହିଁକି ଅନୁଭବର କଥା। ତ ତଥାପି ମୁଁ ଚେଷ୍ଟା କରୁଛି କିଛି ଦି ଶବ୍ଦ କହିବା ପାଇଁ। ଏଇ ଯୋଉ ଆମେ ନାମ ଯୋଉ ଧ୍ୱନି ଉଚ୍ଚାରଣ କରୁଛେ, ହରେ କୃଷ୍ଣ ଆଉ ରାମ, ହରେ ଅଛି କୃଷ୍ଣ ଆଉ ରାମ, ତିନିଟା ଶବ୍ଦ ରହିଛି। ତ ପ୍ରଭୁପାଦ ମହାରାଜ କହୁଛନ୍ତି ଅନେକ ମନ୍ତ୍ର ଆମେ ଶୁଣିଛେ, ଅନେକ ପ୍ରକାରର ମନ୍ତ୍ର ରହିଛି, ଯେମିତିକି ବିଷ୍ଣୁ ସହସ୍ର ନାମ ଏମିତି ଗୋଟେ ମନ୍ତ୍ର ଭଳିଆ। କିନ୍ତୁ ଏ କଳି ଯୁଗରେ, ଆମେ ଯୋଉ ଯୁଗରେ ଯୋଉ ସମୟରେ ବର୍ତ୍ତମାନ ରହିଛି, 100ଟା ନାମକୁ କିଏ ମନେ ରଖିପାରିବ? ବିଷ୍ଣୁ ସହସ୍ର ନାମ ଯଦି ଆମେ ଚାହିଁବା ପାଠ କରିବା ପାଇଁ, କହିବା ପାଇଁ, very difficult to remember। 100ଟା ନାମକୁ ଧ୍ୟାନ ସହକାରେ ସିକ୍ୱେନ୍ସିଆଲି ମନେ ରଖିବା, ତାକୁ ଉଚ୍ଚାରଣ କରିବା, ପୁଣି ସଂସ୍କୃତ ଶବ୍ଦ ତା ଭିତରେ ରହିଛି, ବହୁତ କଷ୍ଟସାଧ୍ୟ। ଆଉ ଗୋଟେ ମନ୍ତ୍ର ମାନଙ୍କ ଇଏ ଥାଏ, ଯାହାକୁ କୁହନ୍ତି ବୀଜ ମନ୍ତ୍ର ବୋଲି କୁହନ୍ତି। ତ ବୀଜ ମନ୍ତ୍ରକୁ ଉଚ୍ଚାରଣ କରିବା ପାଇଁ ହେଲେ ବହୁତ ପ୍ରକାର ବିଧି ଆଉ ବହୁତ ପ୍ରକାରର ଶୁଦ୍ଧତା, ସମୟର ଅନୁକୂଳତା, ବ୍ୟକ୍ତିର ପବିତ୍ରତା ଏସବୁ ନିର୍ଭର କରେ। କିନ୍ତୁ କଳି ଯୁଗରେ ଚୈତନ୍ୟ ମହାପ୍ରଭୁ ଏତେ ଦୟାଳୁ, ଏତେ କୃପାଳୁ, ଆଉ ବିଶେଷ କରି ଆମର ପ୍ରଭୁପାଦ ମହାରାଜ କହିଲେ କଳିଯୁଗର ହତଭାଗ୍ୟ ଲୋକମାନଙ୍କ ପାଇଁ ମୁଁ ଏଇ ବୀଜ ମନ୍ତ୍ର ହିଁ ମୁଁ ତାଙ୍କୁ ପ୍ରଦାନ କରୁଛି। ତ ଏଇ ଯୋଉ ହରେ କୃଷ୍ଣ ମହାମନ୍ତ୍ର ଯୋଉ ତିନିଟା ଯୋଉ ଆମେ ଶବ୍ଦକୁ ଯୋଉ ଉଚ୍ଚାରଣ କରୁଛେ, ହରେ କୃଷ୍ଣ ଆଉ ରାମ, ଏଇଟା ଏଇ ଶବ୍ଦ ସ୍ୱୟଂ ହିଁ ହଉଛନ୍ତି ବୀଜ ମନ୍ତ୍ର ଭଳି, ବୀଜ ମନ୍ତ୍ର କାମ। ତ ଆମକୁ ଚୈତନ୍ୟ ମହାପ୍ରଭୁ ବିଶେଷ କୃପା କରିକି ଆମର ଡିସକ୍ୱାଲିଫିକେସନ କୁ ଦେଖିକି ଆମକୁ ସେ ମନ୍ତ୍ରର ବୀଜଟାକୁ ହିଁ ଦେଇ ଦେଇଛନ୍ତି, ଯୋଉଥିରେ କି ଆମେ ଅତି ସହଜ ଭାବରେ ଆମେ ଭଗବାନଙ୍କର କୃପା ଆଉ ଭଗବାନଙ୍କର ଆଶୀର୍ବାଦ ଆମେ ପ୍ରାପ୍ତ ହେଇପାରିବ। ଆଉ ଦ୍ଵିତୀୟତଃ ହଉଛି ଆମର ଯେମିତି ଚେତନା ଅଛି, ଆତ୍ମା ରହିଛି, ମାନସିକ ଚିନ୍ତା ଚେତନା ରହିଛି, ତ ଏଇ ସବୁ ଗୁଡାକ ପ୍ରଭୁପାଦ ମହାରାଜ କହୁଛନ୍ତି ଅପ୍ରାକୃତ। ଅପ୍ରାକୃତ ମାନେ କଣ? ଯୋଉ ଜିନିଷ କି ପ୍ରାକୃତ ଜଗତର ନୁହଁ, ଯୋଉଟା କି ଏଇ ଯୋଉ ମରଣଶୀଳ ଜଗତ ଯୋଉଟା ଆମେ କହୁଛେ, ପ୍ରକୃତି ଦ୍ଵାରା ନିୟନ୍ତ୍ରିତ ହଉଛି ଯୋଉ ଜଗତ, କିମ୍ବା ତିନି ଗୁଣ ଦ୍ଵାରା ଯୋଉଟା ନିୟନ୍ତ୍ରିତ ହଉଛି ଯୋଉ ଜଗତ, ପ୍ରାକୃତିକ ଜଗତ ଯୋଉଟା ଆମେ କହୁଛେ। ଏମିତି ଏଇ ହରେ କୃଷ୍ଣ ମହାମନ୍ତ୍ର ଯୋଉ ନାମ କିମ୍ବା ଏଇ ଯୋଉ ଧ୍ୱନି, ଯୋଉ ପ୍ରତିଧ୍ୱନି ରହିଛି, ଏଇଟା ପ୍ରାକୃତ ଜଗତର ନୁହଁ। ଏଇ ନାମ କୁ କୌଣସି ପ୍ରକାରର ତ୍ରିଗୁଣର ଇନଫ୍ଲୁଏନ୍ସ ନାହିଁ ଏଇ ଧ୍ୱନିକୁ, କିମ୍ବା ଏଇ ଧ୍ୱନିର ପରାକାଷ୍ଠାକୁ ଏ ତ୍ରିଗୁଣମୟ ମାୟା ତାର କୌଣସି ପ୍ରକାରର କ୍ଷତି କିମ୍ବା ତାକୁ ଆଞ୍ଚ ଆଣି ଦେଇପାରିବ। କାହିଁକି? ଏ ଅପ୍ରାକୃତ ଜଗତରୁ ଆସିଛି, ମାନେ ସ୍ପିରିଚୁଆଲ ୱାର୍ଲଡରୁ ଆସିଛି। ତ ଏ ତିନି ଗୁଣର ଅତୀତରେ ଅଛି, ତିନି ଗୁଣରୁ ଉର୍ଦ୍ଧ୍ୱରେ ଅଛି। ତ ସେ ଜାଗାରେ ପ୍ରଭୁପାଦ ତାକୁ କହୁଛନ୍ତି ଯେ ଯେମିତି ଆମର ଚେତନା କିମ୍ବା ଆମେ ଯୋଉ କହୁଛେ ଆମେ ଶରୀର ନୁହଁ, ଆମେ ଆତ୍ମା, ଆମେ ଭଗବାନଙ୍କର ଅଂଶ ବିଶେଷ, ତାହେଲେ ଆମର ବି ଗୋଟେ ଆଇଡେଣ୍ଟିଟି କଣ ହେଲା ନା ଆମେ ବି ପ୍ରାକୃତ ଜଗତ ନୁହଁ, ଆମେ ବି ଅପ୍ରାକୃତ ଜଗତରୁ ଏ ଜାଗାକୁ ପତିତ ହେଇକି ଆସିଛେ। ଆମର
ଅଧୋ ଧର୍ମ କିମ୍ବା ଅଧୋ କର୍ମ ବଶତଃ। ଆଉ ଆମେ ଆସି ଏଠି କଣ ହେଇଛେ, ପତିତ ହେଇକିରି ଏଇ ମର୍ତ୍ତ ଲୋକରେ, ପ୍ରାକୃତ ଜଗତରେ ଆମେ ତିନି ଗୁଣ ଦ୍ଵାରା ବନ୍ଧନରେ ବାନ୍ଧି ହେଇ ପଡିଛୁ। ତିନି ଗୁଣର ଶକ୍ତିରେ ଆମେ ଆକ୍ରାନ୍ତ ହେଇଯାଇଛି। ଯେତେବେଳେ ଆମେ ଏଇ ସତ୍ୟ ରଜ ତମ ଗୁଣରେ ସଦା ସର୍ବଦା ଆମେ କ୍ଲେଶ ଭୋଗ କରୁଛେ। ତ ସେଥିପାଇଁ ପ୍ରଭୁପାଦ ମହାରାଜ କହୁଛନ୍ତି, ଯଦିଓ ଆମର ଏଇ ସବୁ ଆମେ ଆସିଛେ ଅପ୍ରାକୃତ ଜଗତରୁ, କିନ୍ତୁ ଏଇ ମେଟେରିଆଲ ୱାର୍ଲଡକୁ ଆସିବା ଫଳରେ ଆମେ ଏ ତିନି ଗୁଣର ଅଧୀନରେ ଆମର ସେ ପୂର୍ବ ଅପ୍ରାକୃତ ସ୍ଥିତିଟାକୁ ଆମେ ଭୁଲି ଯାଇଛି। ଯୋଉ ସ୍ଥିତିଟା ହଉଛି ଜୀବ ସ୍ୱରୂପ ହଏ ନିତ୍ୟ କୃଷ୍ଣ ଦାସ। ଆମେ ନିରନ୍ତର ଭାବରେ ଦାସ ଭଗବାନ କୃଷ୍ଣଙ୍କର ଦାସ। ତାମାନେ ଦାସ ମାନେ ଏଇ ଜାଗାରେ କଣ ନା, ଭଗବାନଙ୍କର ପ୍ରୀତି ପାଇଁ ଆମେ କିଛି ଆମେ ତାଙ୍କୁ ସେବା ଦଉଛେ। ମାଷ୍ଟର ଆଣ୍ଡ ସର୍ଭେଣ୍ଟ ଦାସ, ଆମେ କିଛି ତାଙ୍କୁ ସେବା ପ୍ରଦାନ କରୁଛେ ଭଗବାନ କୃଷ୍ଣ। କିନ୍ତୁ ସେଟାକୁ ଆମେ କଣ ହେଇଛି, ଏଠି ପତିତ ହେବା ଫଳରେ ଆମେ ତାକୁ ଭୁଲି ଯାଇଛି। ତ ସେଥିପାଇଁ ପ୍ରଭୁପାଦ ମହାରାଜ ଆଗକୁ କହୁଛନ୍ତି ଯେ, ସେଇଥିପାଇଁ ହିଁ ଏ କଳି ଯୁଗରେ, କଳି ଯୁଗ ଲୋକମାନଙ୍କ ପାଇଁ ଏମାନେ ତ ଅନ୍ୟ କିଛି ଉପାୟ ନାହିଁ, କରିପାରିବେନି, ବିଷ୍ଣୁ ସହସ୍ର ନାମ କରିପାରିବେନି। ବୀଜ ମନ୍ତ୍ର ଯଦି ଅନ୍ୟ କିଛି ମନ୍ତ୍ରର ଯଦି ବୀଜ ମନ୍ତ୍ର ଆମକୁ ପ୍ରଦାନ କରାଗଲେ, ସେ ସବୁ କରିବା ପାଇଁ ବହୁତ ପ୍ରକାରର ବିଧି ନିୟମ ନିଷ୍କର୍ଷ ରହିଛି, ଶୁଦ୍ଧତା ପକ୍ତତା ରହିଛି, ସମୟ ସ୍ଥାନ କାଳ ଇତ୍ୟାଦିର ପ୍ରଭାବ ରହିଛି, କରିପାରିବେନି। ସେଥିପାଇଁ ମୁଁ ଆମକୁ କଳି ଯୁଗରେ ଏଇ ହରେ କୃଷ୍ଣ ମହାମନ୍ତ୍ରର ବୀଜ ମନ୍ତ୍ରକୁ ତାଙ୍କୁ ମୁଁ ପ୍ରଦାନ କରୁଛି। କାହିଁକି ନା ଏ ମନ୍ତ୍ର ବି ଅପ୍ରାକୃତ ଜଗତରୁ ଆସିଛି। ତ ଅପ୍ରାକୃତ ଜଗତର ଧ୍ୱନି ଯେତେବେଳେ ଆମେ ଏଇଠି ଉଚ୍ଚାରଣ କରୁଛେ, ସେ କଣ କରୁଛି, ଆମର କନସିୟସନେସ ଟାକୁ, ଯେମିତି ପ୍ରପାତ କୁହନ୍ତି ଯେ ଆମ ପାଖରେ ଅଛି ଏଇ ସବୁ ଜିନିଷ, ଅଲରେଡି ଅଛି ମାନେ କଣ, ଆମେ ଯେହେତୁ ଅପ୍ରାକୃତ ଜଗତରୁ ଆସିଛେ, ଆମ ପାଖରେ ସବୁ ନିହିତ ହେଇକି ରହିଛି, ଅଛି। କିନ୍ତୁ ସେଟାକୁ ଆମେ ଭୁଲି ଯାଇଛି, ମାୟାବଶତଃ ଭୌତିକ ଜଗତର ତ୍ରିଗୁଣ ଅଧୀନରେ ଆସିବା ଫଳରେ। ତ ପ୍ରଭୁପାଦ ମହାରାଜ ସେଥିପାଇଁ କହୁଛନ୍ତି ଯେ, ତ ଏଇ ଅପ୍ରାକୃତ ଧ୍ୱନି ହରେ କୃଷ୍ଣ ରାମ ଏଇ ଯୋଉ ଶବ୍ଦ ଧ୍ୱନି ରହିଛି, ଏ ଧ୍ୱନି ମାଧ୍ୟମରେ ଆମେ ପୁଣି ଆମର ସେ ଚେତନା ଟାକୁ ସେ ଅପ୍ରାକୃତ ଜଗତକୁ ନେଇ ଯାଇପାରିବା, ଫେରେଇ ନେଇ ପାରିବା, ଭଗବାନଙ୍କ ସାଙ୍ଗରେ ଯୁକ୍ତ କରାଇ ପାରିବା। ଭଗବାନଙ୍କର ଲୀଳା ଗୁଣ, ତାଙ୍କର ପରିକର ବୃନ୍ଦ, ତାଙ୍କର ଧାମ ଇତ୍ୟାଦିକୁ ଆମେ ପୁଣି ସ୍ମରଣ କରିପାରିବା। ତ ମୁଁ ଚିନ୍ତା କରୁଥିଲି, ଯେମିତି ଆମେ ଏଇ ପ୍ରକୃତ ଜଗତରେ ରହିଛେ, ତ ଆମେ ଯଦି ଜଣକୁ ଯଦି ଡାକୁଛି, ସମ୍ବୋଧନ କରୁଛି, ବାପାଙ୍କୁ କିମ୍ବା ବାପା, କିମ୍ବା ବୋଉଙ୍କୁ ମା, କିମ୍ବା ସାଙ୍ଗ ସାଙ୍ଗ, ତ ଏଇଟା କଣ ମେଟେରିଆଲ ଭୌତିକ ଶବ୍ଦ ଧ୍ୱନି। ଯେମିତି ଆମକୁ ଡାକିଲେ, ଦେଖନ୍ତୁ ଭୌତିକ ଶବ୍ଦ ଧ୍ୱନିରେ ଡାକିଲେ ଆମର ତାଙ୍କ ପାଖରୁ ରେସପନ୍ସ ମିଳୁଛି। ତାଙ୍କ ସାଙ୍ଗରେ ଆମର ସମ୍ପର୍କ ବାନ୍ଧି ହଉଛି। ତ ସେଇଭଳି ଭାବରେ ଏଇ ଅପ୍ରାକୃତ ଜଗତର ଯୋଉ ଚେତନା, ଯିଏ ଆସିକି ଏଠି କଳୁଷିତ ହେଇଯାଇଛି, ଚେତନା ଚିନ୍ତା କିମ୍ବା ଆମର ଆତ୍ମା ଯୋଉ ବନ୍ଧନରେ ହେଇଯାଇଛି, ତାକୁ ଯଦି ଆମେ ଅପ୍ରାକୃତ ନାମ ଉଚ୍ଚାରଣ କରିବା, ପ୍ରତିଧ୍ୱନି, ତାହେଲେ ସେ ଅପ୍ରାକୃତ ବସ୍ତୁ ଭିତରେ ମ୍ୟାଗନେଟ ଚୁମ୍ବକ ଟାଣି ହେଲା ଭଳିଆ ତାଙ୍କ ଭିତରେ ହେଇକି ସେ ଫାୟାର ଟାକୁ ଇଗନାଇଟ କରିବ। ଆମର ଯୋଉ ସୁପ୍ତ ହେଇକି ଯୋଉ ଚେତନା ରହିଯାଇଛି, ଚେତନା ଯୋଉ ଦଗ୍ଧୀଭୂତ ହେଇଛି ତ୍ରିଗୁଣାତୀତ ମାୟାରେ, ସେ ଯୋଉ ସୁପ୍ତ ହେଇଯାଇଛି, ଯୋଉ ଭୁଲି ଯାଇଛି, ଯୋଉ ସେଟାକୁ ପୁଣି ଏଇ ଅପ୍ରାକୃତ ଶବ୍ଦ ଧ୍ୱନି ଦ୍ଵାରା ଆମେ ତାକୁ ପୁଣି ଜାଗ୍ରତ କରାଇ ପାରିବା। ସେଥିପାଇଁ ଗୀତାରେ ବି କହୁନାହାନ୍ତି, ଭକ୍ତି ଠାକୁର ଭୁଲିଆ ତୁମାରେ ସଂସାରେ ଆସିଆ ପାଏ ନାନା ବିଧ ବ୍ୟଥା। ଏ ପ୍ରଭୁ, ମୁଁ ଆପଣଙ୍କୁ ଭୁଲିକି ସଂସାରକୁ ଆସିଛି, ମର୍ତ୍ତ ସଂସାରକୁ ବିଭିନ୍ନ ପ୍ରକାରର କ୍ଲେଶ ମୁଁ ଭୋଗ କରୁଛି। ଏ ତ ହେଲା, ଏଇଟା ଆମର ପ୍ରଥମ ପଏଣ୍ଟ ଥିଲା ଯେ, କେମିତି ଅପ୍ରାକୃତ ଶବ୍ଦଧ୍ୱନି କିମ୍ବା ପ୍ରତିଧ୍ୱନି ଦ୍ଵାରା ଆମେ କେମିତି ଅପ୍ରାକୃତ ବସ୍ତୁକୁ ଆକର୍ଷଣ କରି ସେ ଯୋଉ ଚେତନା କିମ୍ବା ସେ ଆତ୍ମା ଯୋଉ ସୁପ୍ତ ହେଇଯାଇଛି, ତାକୁ କେମିତି ଆମେ ଆଉଥରେ ପୁଣି ସେ ଧ୍ୱନି ମାଧ୍ୟମରେ ତାକୁ ଜାଗ୍ରତ କରି, କେମିତି ଭଗବାନଙ୍କର ସେବାରେ ତାକୁ ପୁଣି ଆମେ
ନିୟୋଜିତ କରିପାରିବା। ଆଉ ଦ୍ୱିତୀୟରେ ଦେଖିବାକୁ ଗଲେ ବି ଅନ୍ୟ କିଛି ଉପାୟ ନାହିଁ ଆମ ପାଖରେ, ଅନ୍ୟ କିଛି ଆମେ କରିବି ପାରିବାନି। ଆଉ ଆମେ ଦେଖ ସବୁବେଳେ ଆମେ ତମମାନଙ୍କୁ ମତଟା ପ୍ରଭୁ ହୁଅନ୍ତୁ କି ମୁଁ ଆଉ କିଏ ସମସ୍ତେ କହୁଛୁ ଯେ ସରବଙ୍କ ପ୍ରଭୁ ସବୁବେଳେ ନାମ କର ଧ୍ୟାନ ଦିଅ। ତ କାହିଁକି ଆମେ ଏ କଥାଟା କହୁଛୁ? ପ୍ରଶ୍ନ ଆସିପାରେ ମନରେ ହୁଏ କଣ ପାଇଁ ଆମେ ସବୁବେଳେ ନାମ ପ୍ରତି ଆମେ ସବୁବେଳେ ଫୋକସ କରୁଛେ? କାହିଁକି ନା ଆମ ପାଖରେ ଯେତେ ଶାସ୍ତ୍ର ବେଦ ଗ୍ରନ୍ଥ ଗୀତା ଭାଗବତ ସମସ୍ତ ଚତୁର୍ବେଦ ଚାରି ପ୍ରକାର ବେଦ ବି ରହିଛି, ଉପନିଷଦ ରହିଛି, କିମ୍ବା ଆଉ କିଛି ବି ସନ୍ଦର୍ଭ ସବୁ ରହିଛି, ଏ ସବୁର ଯଦି ନିଛୋଡ଼ ସାରାଂଶ ରହିବ ସେଇଟା ହଉଛି ନାମ। ଚୈତନ୍ୟ ମହାପ୍ରଭୁ ଶିକ୍ଷା ଅଷ୍ଟକମରେ କହିଲେ ନାମ ନାମକାରୀ ବହୁଧା ନିଜ ଶକ୍ତି ସତ୍ତାର୍ପିତ ନିୟମିତ ସ୍ମରଣେନ କାଳ। ସକାଳୁ ମର୍ଣ୍ଣିଂରେ ପଢୁଥିଲ ମୁଁ ଶୁଣିଛି। ଚୈତନ୍ୟ ମହାପ୍ରଭୁ ସ୍ୱୟଂ ବି କହିଲେ ନାମରେ ମୁଁ ସବୁ ଶକ୍ତିକୁ ସଞ୍ଚୟ କରି ରଖିଛି। ନାମ ହିଁ ଶକ୍ତି ଅଛି। ତ ଯଦି ଆମେ ଅପ୍ରାକୃତ ନାମକୁ ଯଦି ଆମେ କରିବା, ଆମେ ନାମ ଚାଲି ଆମେ ବି ଆମର ଗ୍ୟାସ କାଠି କିମ୍ବା ଲାଇଟରକୁ ଆମେ ଜଳେଇ ପାରିବା, ଆଉ ଥରେ ଇଗ୍ନାଇଟ କରିପାରିବା। ସୁପ୍ତ ହେଇଯାଇଛି ଡୋରମେଟ ଯେମିତି ଆମେ କଣ ଏଟା ପାସବୁକ୍ ଆକାଉଣ୍ଟ, ବ୍ୟାଙ୍କ ଆକାଉଣ୍ଟ, ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ, ତମେ ଯଦି କିଛି ମାସ ତାକୁ ତମେ ଯଦି ଅପରେଟ ନ କରିବ, नो ट्रांजेक्शन विथड्रॉल କିମ୍ବା ଡିପୋଜିଟ ହେଉନି, ତାହେଲେ 4-6 ମାସ ପରେ ତାର KYC ନ କଲେ ଅପ ଟୁ ଡେଟ, that account will become dormant। ମାନେ ଆକାଉଣ୍ଟ ଅଛି କିନ୍ତୁ ଆଉ ଫଙ୍କସନିଂ କରୁନି, କଣ ହେଇଛି? ଡୋରମାଣ୍ଟ ହେଇଛି, ସୁପ୍ତ ହେଇଯାଇଛି। ତାକୁ ପୁଣି ଇଗ୍ନାଇଟ ରିଭାଇଭ କରିବା ପାଇଁ ହେଲେ ଆମକୁ ପୁଣି ଯାଇକି ବ୍ୟାଙ୍କକୁ ପୁଣି ଚିହ୍ନ ଆଜ୍ଞା ମୁଁ ଅଛି, ମୋର ଫଟୋ ଚିତ୍ର ଏଇଆ, ମୋର ଆଡ୍ରେସ ଏଇଆ, ମୋର ପାନ କାର୍ଡ ନମ୍ବର ଏଇଆ କଲେ ସେ ପୁଣି ଆକ୍ଟିଭେଟ କରୁଛି। ତ ସେମିତି ଆମେ ଯୋଉ ଡୋରମାଣ୍ଟ ଷ୍ଟେଜକୁ ଆସିଯାଇଛି, ଆମର ଚେତନା ଆମର ଆତ୍ମା ଯୋଉ ସୁପ୍ତ ଅବସ୍ଥାକୁ ପଳେଇ ଆସିଛି, ତ୍ରିଗୁଣାତୀତ ହେଇଯାଇଛି, ତାକୁ ଆମେ ସେ ନାମ କୁ ଯଦି ଅପ୍ରାକୃତ ଯୋଉ ନାମ ଧ୍ୱନିକୁ ଯଦି ଆମେ ବାରମ୍ବାର ଉଚ୍ଚାରଣ କରିବା, ତାହେଲେ ସେ ଇଗ୍ନିସନ ପୁଣି ଷ୍ଟାର୍ଟ ହବ। ସେ ଆମ ହୃଦୟରେ ଆମ ମନ ମାନସିକ ଇଏରେ ସେ ସୁପ୍ତ ଥିବା ଯୋଉ ଆତ୍ମାକୁ ସେ ପୁଣି ଫାୟାର ଇଗ୍ନାଇଟ କରି ତାକୁ ପୁଣି ଜାଗ୍ରତ କରିକି ଭଗବାନଙ୍କ ସଙ୍ଗେ ସଂଯୁକ୍ତ କରିବ। ଆଉ ଏମିତି ବି ଅଛି ଯଜ୍ଞ ଆମେ କରିପାରିବାନି, ସେଥିପାଇଁ କହିଲେ କଳି ଯୁଗରେ ଯଜ୍ଞ ନାମ ଭଗବାନ କହୁଛନ୍ତି ଯଜ୍ଞ ନାମ ଜପ ଯଜ୍ଞ ଅସ୍ମି କୃଷ୍ଣ, ଯଜ୍ଞ ମାନଙ୍କ ଭିତରେ ନାମ ଯଜ୍ଞ ହଉଛି ସର୍ବଶ୍ରେଷ୍ଠ। ଆଉ ନାମ ଯଜ୍ଞ ହିଁ ହଉଛି ମୁଁ ନିଜେ ସ୍ୱୟଂ। ଚୈତନ୍ୟ ମହାପ୍ରଭୁ କହିଛନ୍ତି ନାମ ଆଉ ନାମ୍ନି ଏହାର କୌଣସି ଅନ୍ତର ନାହିଁ, ପାର୍ଥକ୍ୟ ନାହିଁ। नाम कृष्ण जी, यही है कि नाम प्रभु जी से व्यक्ति विशेष କିଛି ଅନ୍ତର ନାହିଁ, ପାର୍ଥକ୍ୟ ନାହିଁ। ତ ନାମ ଆଉ ନାମ୍ନି ଯେମିତି ଅଭିନ୍ନ ବସ୍ତୁ, ସେମିତି ବି କୃଷ୍ଣ କହୁଛନ୍ତି ଯେ କଳି ଯୁଗରେ ଯଜ୍ଞ ଯେମିତି କୌଣସି ପ୍ରକାର ଫଳ ନାହିଁ, ପ୍ରାପ୍ତ ନାହିଁ, ସେଥିପାଇଁ କହିଲେ ଜପ ଯଜ୍ଞ ଅଶ୍ମି, ମୁଁ ହିଁ ହଉଛି ଜପ ଯଜ୍ଞ। ତ କଳି ଯୁଗରେ ଯଜ୍ଞ ମାନେ ହିଁ ହଉଛି ଜପ ଯଜ୍ଞ, ନାମ ସଂକୀର୍ତ୍ତନ, ନାମ ଯଜ୍ଞ, ନାମ ସଂକୀର୍ତ୍ତନ ଯସ୍ୟ ସର୍ବ ପାପ ପ୍ରଣାଶନ, ପ୍ରଣତ କେ କ୍ଲେଶ ନାଶାୟ ଅଛି ପଦ ଅଛି, ତଦ୍ ହରି ପଦମ୍ ଏମିତି କଣ ପଦ ଅଛି। ନାମରେ ହିଁ ସମସ୍ତ କ୍ଲେଶ ନାଶ, ସର୍ବ ପାପ ବିନାଶନ ନାମରେ ହବ। ତ ଆମମାନେ ସିଓର ହବା ଦରକାର ଯେ ଆମେ ପାପ କରୁଛେ ବୋଲି। So many sinful activities, knowingly, unknowingly, ଜାଣତେ ଅଜାଣତେ କାହାକୁ ମାନସିକ ଆମେ କଷ୍ଟ ଦଉଛେ, କେତେ ପ୍ରକାରର ଆମେ ସଂଶ୍ଳିଷ୍ଟ ହେଇଯାଉଛେ। ସେସବୁ କେମିତି ଆମେ ରକ୍ଷା ପାଇବା, କେମିତି ଉଦ୍ଧାର ପାଇବା? ଅନ୍ତତଃ ଶୁଦ୍ଧ ପରିଷ୍କୃତ ହେଲେ ତ ଆମେ ଭଗବାନଙ୍କର ଦର୍ଶନ କିମ୍ବା ସ୍ମରଣ କିମ୍ବା ତାଙ୍କର ଗୁଣ ଲୀଳା ଇତ୍ୟାଦିର ଆମକୁ ପରିଭାଷା ହବ, ପରିଚୟ ହବ। ଏସବୁ କରିବା ପାଇଁ ହେଲେ ସେ ଗୋଟେ ହିଁ ମେଡିସିନ କଥା ବି କହୁଛନ୍ତି ଭଗବାନ। ଚୈତନ୍ୟ ମହାପ୍ରଭୁ ସବୁ କହିଛନ୍ତି କଳିଯୁଗ ଲୋକଙ୍କ ପାଇଁ, ଏନେଛି ଔଷଧି ମାୟା ନାସିବାର ଲାଗି।
हरि नाम महामंत्र बहुत उपकार। नित्यानंद प्रभु विशेष कृपालु, विशेष दया पर सही विशेष कृपा करी नित्यानंद प्रभु टाକୁ ଭିକ୍ଷା ମାଗୁଛନ୍ତି। ଆମେ ଚିନ୍ତା କରିବା ଚିନ୍ତା କରିକି ମାନେ ନିଜକୁ ବହୁତ ଇଏ ଲାଗୁଛି, ହତୋତ୍ସାହ ଲାଗୁଛି ବେଳେ ବେଳେ। ये स्वयं भगवान जी नित्यानंद प्रभु जी बलराम का प्रकाश स्वयं बलराम जी, हाँ, घरे घरे गया, प्रति घरे घरे गया, करे यही भिक्षा। हाँ, କେତେ ସେ କେତେ କୃପାଳୁ ହୋଇଛନ୍ତି, କେତେ ଦୟାଳୁ ହୋଇଛନ୍ତି। ଝିଅମାନଙ୍କୁ ଉଦ୍ଧାର କରିବା ପାଇଁ, ଝିଅମାନଙ୍କୁ ଇଏ କରିବା ପାଇଁ ଏଇ ଭିକ୍ଷାଟି ମାଗୁଛନ୍ତି ଯେ ମତେ ଅନ୍ୟ କୌଣସି ଭିକ୍ଷା ଦିଅନି, ମୋ ଦରକାର ନାହିଁ ନା ମତେ କିଛି ଦରକାର କଣ ସବଜି କିମ୍ବା ଚାଉଳ କିମ୍ବା ଗ୍ରୋସରୀ ଦ୍ରବ୍ୟ ଦରକାର ନାହିଁ, କିମ୍ବା ମତେ ଲୁଗା କପଡା ଇତ୍ୟାଦି ମୋର ଦରକାର ନାହିଁ, ଟଙ୍କା ପଇସା ମୋର ଦରକାର ନାହିଁ, ବରଂ ମତେ ଭିକ୍ଷା ଆଦାନ ପ୍ରଦାନ ଇଏରେ ତମମାନେ ମତେ ଏଇ ନାମର ଭିକ୍ଷା ଦିଅ, ତାମାନେ ତମମାନେ ଏଇ ନାମକୁ ଗ୍ରହଣ କର, ନାମକୁ କର। ये स्वयं महाप्रभु ये शिक्षा ଦଉଛନ୍ତି। ତ ସେଥିପାଇଁ ଆମେ ବହୁତ ଭାଗ୍ୟବାନ ଯେ ଆମେ ତ ବହୁତ ମାନେ କଣ ଦୁର୍ଲଭ ବସ୍ତୁକୁ ବହୁତ ସୁଲଭ ଉପାୟରେ ପ୍ରାପ୍ତ ହେଇଯାଇ, ଅତି ଦୁର୍ଲଭ ବସ୍ତୁ କଳିଯୁଗ ଭଲ ବୃନ୍ଦାବନ ଆସିଛି, କେତେ ସିକ୍ରେଟ କନଫିଡେନ୍ସିଆଲ ସିକ୍ରେଟ ବସ୍ତୁକୁ, ବୀଜ ମନ୍ତ୍ରକୁ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ମହାପ୍ରଭୁ ବିନା କୌଣସି ପ୍ରକାରର ଦ୍ୱିଧା, ବିନା କୌଣସି ପ୍ରକାରର କଣ କୁହନ୍ତି ମାନେ ବାଉଣ୍ଡ୍ରି ୱାଲ, କୌଣସି ପ୍ରକାରର ପାତର ଅନ୍ତର ଭେଦ ନ ଦେଖିକି ଆମକୁ ଫ୍ରିରେ ଦେଇ ଦେଇଛନ୍ତି ଭିକ୍ଷା ମାଗି ମାଗି। ତ ସେଥିପାଇଁ ଆମେ ବହୁତ ବହୁତ ଭାଗ୍ୟବାନ, ଆମେ ଯଥା ସମ୍ଭବ ଏଇ ନାମକୁ କରିବା ଦରକାର। ତାପରେ ନାମର ଫଳ ରହିଛି, କେମିତି ଧୀରେ ଧୀରେ କରିବାର ଅଛି, ବହୁତ ସମୟ ଲାଗିବ, ନାମରେ ରୁଚି ହେଉନାହିଁ, ନାମରେ ଆଗ୍ରହ ବଢୁନାହିଁ। ସେ ତିନିଟା ଅକ୍ଷରକୁ ରିପିଟେସନଲି ଆମେ ବାରମ୍ବାର କରିବାକୁ ପଡୁଛି। 6 ମାଳା 10 ମାଳା 16 ମାଳା ଯୋଉମାନେ କରୁଛନ୍ତି 2 hours ଲାଗୁଛି। କିନ୍ତୁ ଏନି ହାଉ ଯାହା ବି ଯେମିତି ଗୀତାରେ ଆଉ ଗୋଟେ ଖାଲି ଆଉ ଗୋଟେ ପଏଣ୍ଟ ମୁଁ କହୁଛି, ଗୀତାର ଗୋଟେ ଶ୍ଲୋକ ମୋର ମନେ ପଡିଗଲା ବର୍ତ୍ତମାନ। ଗୀତାରେ କୃଷ୍ଣ କହୁଛନ୍ତି ସତତଂ କୀର୍ତ୍ତୟନ୍ତ ମାମ୍ ନିରନ୍ତସ୍ତୁ ଦୃଢବ୍ରତଃ। ଆଉ କଣ ପଦ ଅଛି, ତ କୃଷ୍ଣ କଣ କହୁଛନ୍ତି, ସତତଂ କୀର୍ତ୍ତୟନ୍ତ ମାମ୍, ସଦା ସର୍ବଦା କୀର୍ତ୍ତନ କର ନାମ ସଂବତ୍ସର ଦୃଢବ୍ରତଃ। ଆଉ କେମିତି ଦୃଢ with full determination, with full faith, ଏ ହେଉ ନ ହଉ ପଛେ ଭିତରେ ଅନ୍ତରରୁ ଚେଷ୍ଟା କରିବା ଦରକାର। ସତତମ ଭାବରେ ଯେ ମୁଖରେ ନାମ କରିବ, ସେ ଧୀରେ ଧୀରେ ଏଇ ନାମର କୃପାକୁ ଆସ୍ତେ ଆସ୍ତେ ପ୍ରାପ୍ତ ହେଇ ଭଗବାନଙ୍କ ସଙ୍ଗେ ପୁଣି ପୁନର୍ବାର ସେ ତାଙ୍କର ସମ୍ବନ୍ଧ ସମ୍ପର୍କକୁ ବାନ୍ଧି ପାରିବ। ଆଜି ଏଇ ସକାଳ ଶୁଭ ମୁହୂର୍ତ୍ତରେ ଜଗନ୍ନାଥ ପୁରୀ ଧାମରୁ ଜଗନ୍ନାଥ ବଳଦେବ ମାଣି ଭଗବାନଙ୍କୁ ଦର୍ଶନ ପ୍ରାର୍ଥନା କରିବା, କେମିତି ଆମର ଫାଷ୍ଟ ତାଙ୍କର କୃପା ଆଶୀର୍ବାଦ ଦିଅନ୍ତୁ, ଆମକୁ ସେ ଦୃଢ ନିଶ୍ଚୟ ଦିଅନ୍ତୁ, ଦୃଢତା ଆମ ହୃଦୟରେ ଭରି ଦିଅନ୍ତୁ, ଆମକୁ ଶକ୍ତି ପ୍ରଦାନ କରନ୍ତୁ। ଆମର ବହୁତ ଶକ୍ତି ଅଛି, ମହାପ୍ରଭୁ କହିଲେ ତ ଏତେ ବଡ ଶକ୍ତିକୁ ନେଇକି ଚାଲିବା ସହଜ ହେଇଛି କି? ଗୋଟେ ଭାରି ଜିନିଷକୁ ଟେକିକି ବୋହିକି ନେବା ଓଜନ ଜିନିଷକୁ ଦରକାର, ଷ୍ଟ୍ରେଙ୍ଥ ଦରକାର। ନାମର ବହୁତ ଶକ୍ତି ରହିଛି, ଏତେ ଶକ୍ତିବାନ ଶକ୍ତି ଧ୍ୱନିକୁ ଆମର ଏଇ ଯୋଉ ବଦ୍ଧ ଜୀବ ଭଳିଆ ଯୋଉ ପାଟି ଯୋଉ ପାପି କୁ କରିବା ବହୁତ କଷ୍ଟସାଧ୍ୟ, କିନ୍ତୁ ମହାପ୍ରଭୁଙ୍କ କୃପା ରହିଛି। ଜଗାଇ ମାଧେଇ ଭଳି ପାପି ବ୍ୟକ୍ତି ବି ନାମ କରିକି ଭଗବାନଙ୍କୁ ପ୍ରାପ୍ତ ହେଇଛନ୍ତି, ସେଇଟା ଆମର ପ୍ଲସ୍ ପଏଣ୍ଟ। ସେଥିପାଇଁ ଆମେ ଏଇ ପ୍ରଭୁଙ୍କୁ ପ୍ରାର୍ଥନା କରିବା ଯେ ସମସ୍ତେ ଯେମିତି ଠିକ ଠିକ ଭାବରେ ଇଏ ହୁଏ କୃଷ୍ଣ ନାମକୁ ସ୍ମରଣ କରିବେ, ତେଣୁକରି ଆମର କର୍ମେନ୍ଦ୍ରିୟରେ ଶ୍ରବଣ କରି ଆମ ହୃଦୟକୁ ପରିଷ୍କାର କରି ଭଗବାନଙ୍କ ପାଇଁ ଆସନ ସୃଷ୍ଟି କରି ହରେ ଗୌର ଭକ୍ତ ବୃନ୍ଦ କି ପତିତ ପାବନ ଶ୍ରୀଲ ପ୍ରଭୁପାଦ की, श्री गुरुदेव की जय, श्री जगन्नाथ पुरी धाम की जय, निताई गौर प्रेमानंदे। हरे कृष्ण। धन्यवाद हरिनाम विषय श्रवण कराइले।
अप्राकृत हरिनाम गोलोकेर प्रेमधन हरिनाम संकीर्तन। तो भगवान जो अप्राकृत हरिनाम अवधारणा और निष्ठापर सागर हृदय रे ही होता है। हमको साधु हबार अच्छी ना जार हृदय निष्कपट ହେଇଥିବ ଆଉ ସ୍ୱଚ୍ଛ ହେଇଥିବ ପାଇଁ ଆମେ ହରିନାମ କରୁଛେ। ସମସ୍ତଙ୍କୁ ବିଶେଷ ଧନ୍ୟବାଦ ମାନେ ଉପସ୍ଥିତି ସ୍ଥଳନ କରିଥିଲେ। ଟିକେ ସମୟ ହେଇଗଲାଣି ଆମେ ଏଠି ରହିବା ସମସ୍ତେ ସବୁ ନିଜ ଜପ କମ୍ପ୍ଲିଟ କରିକି ପତିତ ପାବନ ଦର୍ଶନ ସମସ୍ତଙ୍କୁ କରିବ ବୋଲି ଗ୍ରୁପରେ ପଠେଇବି। ଠିକ ଅଛି। हरे कृष्ण प्रस्थान पावन तो वैष्णव अनंत कोटि वैष्णव वृंद की जय। श्रील प्रभुपाद की जय। हरे कृष्ण।